ଏଜ୍ରା ଅଧ୍ୟାୟ 5। ଏଥି ଉତ୍ତାରେ ହାଗୟ ଭବିଷ୍ୟତ ବକ୍ତା ଓ ଇଦର ପୁତ୍ର ଜିଖରିୟ ଏହି ଭବିଷ୍ୟତ ବକ୍ତାମାନେ ଜିହୁଦା ଓ ଜିରୁସାଲମ ସ୍ଥିତ ଜିହୁଦୀୟମାନଙ୍କ ନିକଟରେ ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ସେମାନଙ୍କ ନିକଟରେ ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ତହିଁରେ ସଲ୍ଟିଏଲର ପୁତ୍ର ସରୁବାବିଲ ଓ ଯୋସାଦକର ପୁତ୍ର ଜେସୁୟ ଉଠି ଜିରୁସାଲମରେ ପରମେଶ୍ୱରଙ୍କ ଗୃହ ନିର୍ମାଣ କରିବାକୁ ଲାଗିଲେ। ଆଉ ପରମେଶ୍ୱରଙ୍କ ଭବିଷ୍ୟତ ବକ୍ତାମାନେ ସେମାନଙ୍କ ସଙ୍ଗେ ଥାଇ ସେମାନଙ୍କର ସାହାଯ୍ୟ କଲେ। ସେହି ସମୟରେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ସଥର ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଆସି ସେମାନଙ୍କୁ ପଚାରିଲେ, ଏହି ଗୃହ ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମମାନଙ୍କୁ ଆଜ୍ଞା ଦେଲା? ତେବେ ଆମ୍ଭେମାନେ ସେମାନଙ୍କୁ ତଦନୁସାରେ ଉତ୍ତର ଦେଲୁ। ସେମାନେ ପଚାରିଲେ, ଏହି ଗାନ୍ଥକମାନଙ୍କ ନାମ କଣ? ମାତ୍ର ଜିହୁଦୀୟ ପ୍ରାଚୀନ ବର୍ଗ ପ୍ରତି ସେମାନଙ୍କ ପରମେଶ୍ୱରଙ୍କ ଦୃଷ୍ଟି ଥିବାରୁ ଦାରିଆବସ୍ ନିକଟରେ ଏହି କଥା ଉପସ୍ଥିତ ନୋହିବା ଓ ପତ୍ର ଦ୍ୱାରା ସେହି ବିଷୟର ଉତ୍ତର ପୁନର୍ବାର ନ ଆସିବା ପର୍ଯ୍ୟନ୍ତ ଶତ୍ରୁମାନେ ସେମାନଙ୍କୁ ନିବୃତ୍ତ କଲେ ନାହିଁ। ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ସଥର ବୋଷଣୟ ଓ ନଦୀ ସେପାରିସ୍ଥ ତାହାର ସଙ୍ଗୀ ଅଫର୍ସକ୍ଷୀୟମାନଙ୍କର ଦାରିଆବସ୍ ରାଜା ନିକଟକୁ ପ୍ରେରିତ ପତ୍ରର ଅନୁଲିପି, ସେମାନେ ତାହା ନିକଟକୁ ଯେଉଁ ପତ୍ର ପଠାଇଲେ ତହିଁରେ ଏ ରୂପ ଲେଖା ଥିଲା, ମହାରାଜ ଦାରିଆବସ୍ଙ୍କର ସର୍ବମଙ୍ଗଳ। ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଆମ୍ଭେମାନେ ଜିହୁଦା ପ୍ରଦେଶରେ ମହାନ ପରମେଶ୍ୱରଙ୍କ ଗୃହକୁ ଯାଇଥିଲୁ। ତାହା ବଡ଼ ବଡ଼ ପ୍ରସ୍ତରରେ ନିର୍ମିତ ହେଉଅଛି ଓ କାନ୍ଥରେ କଡ଼ି ବସାଯାଉଅଛି। ଆଉ ଏହି କାର୍ଯ୍ୟ ଯତ୍ନରେ ହେଉଅଛି ଓ ସେମାନଙ୍କ ହସ୍ତରେ ସଫଳ ହେଉଅଛି। ତେବେ ଆମ୍ଭେମାନେ ସେହି ପ୍ରାଚୀନ ବର୍ଗଙ୍କୁ ପଚାରି ଏହିପରି କହିଲୁ, ଏହି ଗୃହ ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମମାନଙ୍କୁ ଆଜ୍ଞା ଦେଲା? ମଧ୍ୟ ଆମ୍ଭେମାନେ ଆପଣଙ୍କ ଗୋଚରାର୍ଥେ ସେମାନଙ୍କ ପ୍ରଧାନ ବର୍ଗଙ୍କର ନାମ ଲେଖି ନେବାକୁ ସେମାନଙ୍କ ନାମ ପଚାରିଲୁ। ତେଣୁ ସେମାନେ ଆମମାନଙ୍କୁ ଏହି ଉତ୍ତର ଦେଲେ, ଆମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ପରମେଶ୍ୱରଙ୍କ ଦାସ। ପୁଣି ଏହି ଯେଉଁ ଗୃହ ନିର୍ମାଣ କରୁଅଛୁ, ଏହା ଅନେକ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ଇସ୍ରାଏଲର ଏକ ମହାରାଜ ତାହା ନିର୍ମାଣ କରି ସମାପ୍ତ କରିଥିଲେ। ମାତ୍ର ଆମ୍ଭମାନଙ୍କ ପୂର୍ବପୁରୁଷଗଣ ସ୍ୱର୍ଗର ପରମେଶ୍ୱରଙ୍କୁ କୋପାନ୍ୱିତ କଲା ଉତ୍ତାରେ ସେ ସେମାନଙ୍କୁ ବାବିଲର ରାଜା କଲ୍ଦୀୟ ନବୁକଦ୍ନେଚ୍ଚର ହସ୍ତରେ ସମର୍ପଣ କରନ୍ତେ ସେ ଏହି ଗୃହ ବିନାଶ କରି ଲୋକମାନଙ୍କୁ ବାବିଲକୁ ନେଇଗଲା। ମାତ୍ର ବାବିଲର ରାଜା କୋରସ୍ଙ୍କ ଅଧିକାରର ପ୍ରଥମ ବର୍ଷରେ ପରମେଶ୍ୱରଙ୍କ ଏହି ଗୃହ ନିର୍ମାଣ କରିବା ପାଇଁ କୋରସ୍ ରାଜା ଆଜ୍ଞା କଲେ। ଆହୁରି ନବୁକଦ୍ନେଚ୍ଚର ପରମେଶ୍ୱରଙ୍କ ଗୃହର ଯେ ସକଳ ସ୍ୱର୍ଣ୍ଣମୟ ଓ ରୌପ୍ୟମୟ ପାତ୍ର ଜିରୁସାଲମସ୍ଥ ମନ୍ଦିରରୁ ନେଇ ବାବିଲସ୍ଥ ମନ୍ଦିରକୁ ଆଣିଥିଲା, ତାହା ସବୁ କୋରସ୍ ରାଜା ବାବିଲସ୍ଥ ମନ୍ଦିରରୁ ବାହାର କରିଦେଲେ। ପୁଣି ତାହା ସବୁ ଶେଷବସର ନାମକ ତାଙ୍କ ନିଯୁକ୍ତ ଶାସନକର୍ତ୍ତା ହସ୍ତରେ ସମର୍ପିତ ହେଲା। ଆଉ ସେ ତାହାକୁ କହିଲେ, ଏହି ସବୁ ପାତ୍ର ନେଇଯାଇ ଜିରୁସାଲମସ୍ଥ ମନ୍ଦିରରେ ରଖ ଓ ପରମେଶ୍ୱରଙ୍କ ଗୃହ ସ୍ୱସ୍ଥାନରେ ନିର୍ମିତ ହେଉ। ତହିଁରେ ସେହି ଶେଷ ବର୍ଷର ଆସି ଜିରୁସାଲମରେ ପରମେଶ୍ୱରଙ୍କ ଗୃହର ଭିତ୍ତିମୂଳ ସ୍ଥାପନ କଲା। ଆଉ ସେହି ସମୟଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ନିର୍ମିତ ହେଉଅଛି, ତଥାପି ତାହା ସମ୍ପୂର୍ଣ୍ଣ ହୋଇନାହିଁ। ଏହେତୁ ଯେବେ ମହାରାଜାଙ୍କୁ ଉତ୍ତମ ଦେଖାଯାଏ, ତେବେ କୋରସ୍ ରାଜା ଜିରୁସାଲମରେ ପରମେଶ୍ୱରଙ୍କ ଏହି ଗୃହ ନିର୍ମାଣ କରିବାର ଆଜ୍ଞା ଦେଇଥିଲେ କି ନାହିଁ, ତାହା ବାବିଲସ୍ଥ ମହାରାଜାଙ୍କ ଭଣ୍ଡାର ଗୃହରେ ଅନୁସନ୍ଧାନ କରାଯାଉ। ପୁଣି ଏହି ବିଷୟରେ ମହାରାଜ ଆମ୍ଭମାନଙ୍କ ନିକଟକୁ ଆପଣାର ଅଭିମତ ପ୍ରେରଣ କରନ୍ତୁ। ଏଜ୍ରା ଅଧ୍ୟାୟ 6। ସେତେବେଳେ ଦାରିଆବସ୍ ରାଜା ଆଜ୍ଞା କରନ୍ତେ ବାବିଲସ୍ଥ ଯେଉଁ ପୁସ୍ତକାଳୟରେ ଧନ ସଞ୍ଚିତ ହେଲା ତାହା ଅନୁସନ୍ଧାନ କରାଗଲା। ପୁଣି ମାଦୀୟ ପ୍ରଦେଶସ୍ଥ ଅସ୍ମଥା ନାମକ ରାଜଗୃହରେ ଏକ ପୁସ୍ତକ ପ୍ରାପ୍ତ ହେଲା। ତହିଁ ମଧ୍ୟରେ ସ୍ମରଣାର୍ଥେ ଏ ରୂପ ଲେଖା ହୋଇଥିଲା, କୋରସ୍ ରାଜାଙ୍କ ଅଧିକାରର ପ୍ରଥମ ବର୍ଷରେ କୋରସ୍ ରାଜା ଜିରୁସାଲମ ସ୍ଥିତ ପରମେଶ୍ୱରଙ୍କ ଗୃହ ବିଷୟରେ ଏହି ଆଜ୍ଞା କଲେ, ଲୋକମାନଙ୍କ ବଳିଦାନ ସ୍ଥାନ ସେହି ଗୃହ ନିର୍ମିତ ହେଉ ଓ ତହିଁର ଭିତ୍ତିମୂଳ
ଦୃଢ଼ ରୂପେ ସ୍ଥାପିତ ହେଉ। ତହିଁର ଉଚ୍ଚତା 60 ହାତ ଓ ତହିଁର ପ୍ରସ୍ଥ 60 ହାତ ହେଉ। ତାହା 3 ଧାଡ଼ି ବଡ଼ ବଡ଼ ପ୍ରସ୍ତରରେ ଓ 1 ଧାଡ଼ି ନୂତନ କଡ଼ିକାଷ୍ଠରେ ଗୁନ୍ଥାଯାଉ। ଆଉ ରାଜଗୃହରୁ ତହିଁର ବ୍ୟୟ ଦିଆଯାଉ। ଆହୁରି ପରମେଶ୍ୱରଙ୍କ ଗୃହର ଯେ ସକଳ ସୁନା ଓ ରୂପାର ପାତ୍ର ନବୁକଦ୍ନେଚ୍ଛର ଜିରୁସାଲେମସ୍ଥ ମନ୍ଦିରରୁ ନେଇ ବାବିଲକୁ ଆଣିଥିଲା, ତାହା ସବୁ ଫେରାଇ ଦିଆଯାଉ। ପୁଣି ପ୍ରତ୍ୟେକ ପାତ୍ର ପୁନର୍ବାର ଜିରୁସାଲେମସ୍ଥ ମନ୍ଦିରର ସ୍ୱ ସ୍ଥାନକୁ ଅଣାଯାଉ। ଆଉ ତୁମ୍ଭେ ପରମେଶ୍ୱରଙ୍କ ଗୃହରେ ତାହା ସବୁ ରଖ। ଏହେତୁ ହେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ, ହେ ସଥର ବୋଷଣୟ, ତୁମ୍ଭେମାନେ ଓ ତୁମମାନଙ୍କ ସଙ୍ଗୀ ନଦୀ ସେପାରିସ୍ଥ ଅପର୍ସଖ୍ୟମାନେ ସେଠାରୁ ଦୂରରେ ଥାଅ। ପରମେଶ୍ୱରଙ୍କ ଏହି ଗୃହର କାର୍ଯ୍ୟରେ ହସ୍ତ ଦିଅ ନାହିଁ। ଯିହୁଦୀୟମାନଙ୍କର ଅଧ୍ୟକ୍ଷ ଓ ଯିହୁଦୀୟମାନଙ୍କର ପ୍ରାଚୀନ ବର୍ଗ ପରମେଶ୍ୱରଙ୍କ ଏହି ଗୃହ ସ୍ୱସ୍ଥାନରେ ନିର୍ମାଣ କରନ୍ତୁ। ଆହୁରି ପରମେଶ୍ୱରଙ୍କର ଏହି ଗୃହ ନିର୍ମାଣ କରିବା ନିମନ୍ତେ ତୁମମାନଙ୍କର ଏହି ଯିହୁଦୀୟ ପ୍ରାଚୀନ ବର୍ଗ ପ୍ରତି ଯାହା କର୍ତ୍ତବ୍ୟ, ତାହା ଆମ୍ଭେ ଆଜ୍ଞା କରୁଅଛୁ। ସେମାନଙ୍କର ବାଧା ଯେପରି ନ ଜନ୍ମେ, ଏଥିପାଇଁ ସେହି ଲୋକମାନଙ୍କୁ ରାଜସମ୍ପତ୍ତିରୁ ଅର୍ଥାତ୍ ନଦୀ ସେପାରିସ୍ଥ ରାଜକରରୁ ଅତି ଯତ୍ନପୂର୍ବକ ବ୍ୟୟ ଦିଆଯାଉ। ପୁଣି ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ହୋମବଳି ନିମନ୍ତେ ଜିରୁସାଲେମସ୍ଥ ଯାଜକମାନଙ୍କ ବାକ୍ୟାନୁସାରେ ଯୁବା ବୃଷ ଓ ମେଷ ଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ ଯାହା ଯାହା ସେମାନଙ୍କର ପ୍ରୟୋଜନ, ତାହା ସବୁ ଦିନକୁ ଦିନ ବିନା ବାଧାରେ ସେମାନଙ୍କୁ ଦିଆଯାଉ। ତହିଁରେ ସେମାନେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସୌରଭାର୍ତ୍ତକ ବଳି ଉତ୍ସର୍ଗ କରିବେ। ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ପ୍ରାର୍ଥନା କରିବେ। ଆହୁରି ମୁଁ ଆଜ୍ଞା କରୁଅଛି କି, ଯେ କେହି ଏହି ବାକ୍ୟ ଅନ୍ୟଥା କରିବ, ତାହାର ଗୃହରୁ ଏକ କଡ଼ି ବାହାର କରାଯାଇ ସେହି କାଷ୍ଠରେ ସେ ବନ୍ଧା ହୋଇ ଟଙ୍ଗାଯାଉ। ପୁଣି ତହିଁ ଲାଗି ତାହାର ଗୃହ ଖତରାଶି କରାଯାଉ। ଆଉ ଯେ ରାଜା ଓ ଗୋଷ୍ଠୀମାନେ ପରମେଶ୍ୱରଙ୍କ ଜିରୁସାଲେମସ୍ଥ ଏହି ଗୃହ ବିନାଶ କରିବା ଅଭିପ୍ରାୟରେ ଉକ୍ତ ବାକ୍ୟ ଅନ୍ୟଥା କରିବାକୁ ହସ୍ତକ୍ଷେପ କରିବେ, ସେ ସମସ୍ତଙ୍କୁ ଜିରୁସାଲେମରେ ସ୍ୱନାମ ସ୍ଥାପନକାରୀ ପରମେଶ୍ୱର ଉଚ୍ଛିନ୍ନ କରନ୍ତୁ। ମୁଁ ଦାରିଆବସ୍ ଏହି ଆଜ୍ଞା ଦେଇଅଛି, ଏହା ଅତି ଯତ୍ନପୂର୍ବକ କରାଯାଉ। ତହିଁରେ ଦାରିଆବସ୍ ରାଜା ଏହି ଆଜ୍ଞା ପଠାଇବାରୁ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ସଥର୍ବୋଷଣୟ ଓ ସେମାନଙ୍କ ସଙ୍ଗୀଗଣ ଅତି ଯତ୍ନପୂର୍ବକ ତଦନୁସାରେ କର୍ମ କଲେ। ଏଥିରେ ହାଗୟ ଭବିଷ୍ୟତବକ୍ତାର ଓ ଇଦର ପୁତ୍ର ଜିଖରିୟର ଭବିଷ୍ୟତ ବାକ୍ୟ ସହକାରେ ଯିହୁଦୀୟ ପ୍ରାଚୀନ ବର୍ଗ ନିର୍ମାଣ କଲେ ଓ କୃତକାର୍ଯ୍ୟ ହେଲେ। ଆଉ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞାନୁସାରେ ଓ ପାରସ୍ୟ ରାଜ କୋରୋସ୍ ଓ ଦାରିଆବସ୍ ଓ ଅର୍ତ୍ତକ୍ଷସ୍ତର ଆଜ୍ଞାନୁସାରେ ନିର୍ମାଣ କରି ସମାପ୍ତ କଲେ। ଦାରିଆବସ୍ ରାଜାର ଅଧିକାରର 6 ବର୍ଷରେ ଅଦର ନାମକ ମାସର 3ୟ ଦିନରେ ଏହି ଗୃହ ସମାପ୍ତ ହେଲା। ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ, ଯାଜକମାନେ ଓ ଲେବୀୟମାନେ ଓ ବନ୍ଦିତ୍ୱର ଅବଶିଷ୍ଟ ସନ୍ତାନଗଣ ଆନନ୍ଦରେ ପରମେଶ୍ୱରଙ୍କ ଏହି ଗୃହର ପ୍ରତିଷ୍ଠା ଉତ୍ସବ ପାଳନ କଲେ। ପୁଣି ପରମେଶ୍ୱରଙ୍କ ଏହି ଗୃହର ପ୍ରତିଷ୍ଠା ସମୟରେ ସେମାନେ 100 ବୃଷ, 200 ମେଷ, 400 ମେଷ ଶାବକ ଉତ୍ସର୍ଗ କଲେ। ଆଉ ସମଗ୍ର ଇସ୍ରାଏଲର ପାପାର୍ଥକ ବଳିଦାନ ନିମନ୍ତେ ଇସ୍ରାଏଲୀୟ ଗୋଷ୍ଠୀର ସଂଖ୍ୟାନୁସାରେ 12 ଗୋଟି ଛାଗ ଉତ୍ସର୍ଗ କଲେ। ପୁଣି ସେମାନେ ମୋଶା ପୁସ୍ତକର ଲିଖନାନୁସାରେ ଜିରୁସାଲେମରେ ପରମେଶ୍ୱରଙ୍କ ସେବାର୍ଥେ ଯାଜକମାନଙ୍କୁ ସେମାନଙ୍କ ବିଭାଗାନୁସାରେ ଓ ଲେବୀୟମାନଙ୍କୁ ସେମାନଙ୍କ ପାଳି ଅନୁସାରେ ନିଯୁକ୍ତ କଲେ। ଅନନ୍ତର ପ୍ରଥମ ମାସର 14 ଦିନରେ ବନ୍ଦିତ୍ୱର ସନ୍ତାନଗଣ ନିସ୍ତାର ପର୍ବ ପାଳନ କଲେ। କାରଣ ଯାଜକମାନେ ଓ ଲେବୀୟମାନେ ଏକତ୍ର ଆପଣାମାନଙ୍କୁ ସୂଚୀ କଲେ। ସେ ସମସ୍ତେ ସୂଚୀ ହୋଇଥିଲେ। ଏଣୁ ସେମାନେ ବନ୍ଦିତ୍ୱର ସମଗ୍ର ସନ୍ତାନ ନିମନ୍ତେ, ଆପଣା ଯାଜକ ଭ୍ରାତୃଗଣ ନିମନ୍ତେ ଓ ଆପଣାମାନଙ୍କ ନିମନ୍ତେ ନିସ୍ତାର ପର୍ବର ବଳି ବଧ କଲେ। ଆଉ ବନ୍ଦିତ୍ୱରୁ ପୁନରାଗତ ଇସ୍ରାଏଲ ସନ୍ତାନଗଣ ଓ ଯେଉଁମାନେ ସେମାନଙ୍କର ପକ୍ଷ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଅନ୍ୱେଷଣ କରିବା ପାଇଁ
ଦେଶ ନିବାସୀ ଅନ୍ୟ ଦେଶୀୟମାନଙ୍କର ଅଶୁଚିତାରୁ ଆପଣମାନଙ୍କୁ ପୃଥକ୍ କରିଥିଲେ, ସେ ସମସ୍ତେ ଭୋଜନ କଲେ। ପୁଣି 7 ଦିନ ଆନନ୍ଦରେ ତାଡ଼ିଶୂନ୍ୟ ରୋଟିର ପର୍ବ ପାଳନ କଲେ, କାରଣ ସଦାପ୍ରଭୁ ସେମାନଙ୍କୁ ଆନନ୍ଦିତ କରିଥିଲେ ଓ ଇସ୍ରାଏଲର ପରମେଶ୍ୱରଙ୍କ ଗୃହ କାର୍ଯ୍ୟରେ ସେମାନଙ୍କ ହସ୍ତ ସବଳ କରିବା ନିମନ୍ତେ ସେମାନଙ୍କ ପ୍ରତି ଅଶୂରୀୟ ରାଜାର ଅନ୍ତଃକରଣ ଫେରାଇଥିଲେ। ହାଗୟ ଅଧ୍ୟାୟ 1। ଦାରିଆବସ୍ ରାଜାର ଅଧିକାରର 2ୟ ବର୍ଷର 6ଠ ମାସର ପ୍ରଥମ ଦିନରେ ହାଗୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ସଲ୍ଟିୟର ପୁତ୍ର ଜିରୁବାବିଲ୍ ନାମକ ଯିହୁଦୀୟ ଦେଶାଧ୍ୟକ୍ଷର ନିକଟରେ ଓ ଜିହୋସାଦକର ପୁତ୍ର ଜିହୋସିଓ ମହାଯାଜକର ନିକଟରେ ଉପସ୍ଥିତ ହେଲା। ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଏହି ଲୋକମାନେ କହୁଅଛନ୍ତି, ଆମ୍ଭମାନଙ୍କର ଆସିବାର ସମୟ, ସଦାପ୍ରଭୁଙ୍କ ଗୃହ ନିର୍ମିତ ହେବାର ସମୟ ଉପସ୍ଥିତ ହୋଇନାହିଁ। ସେତେବେଳେ ହାଗୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଏହି ଗୃହ ଉଚ୍ଚନ ଅବସ୍ଥାରେ ଥାଉ ଥାଉ ତୁମ୍ଭମାନଙ୍କର ନିଜର ଫଳକମଣ୍ଡିତ ଗୃହରେ ବାସ କରିବାର କି ସମୟ ଏହି? ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମେମାନେ ଆପଣା ଆପଣା ପଥ ବିବେଚନା କର। ତୁମେମାନେ ବହୁତ ବୁଣିଅଛ, ମାତ୍ର ଅଳ୍ପ ସଞ୍ଚୟ କରୁଅଛ। ତୁମେମାନେ ଭୋଜନ କରୁଅଛ, ମାତ୍ର ସନ୍ତୁଷ୍ଟ ହେଉନାହଁ। ତୁମେମାନେ ପାନ କରୁଅଛ, ମାତ୍ର ତହିଁରେ ତୃପ୍ତ ହେଉନାହଁ। ତୁମେମାନେ ବସ୍ତ୍ର ପିନ୍ଧୁଅଛ, ମାତ୍ର କେହି ଉଷ୍ମ ହେଉନାହଁ। ପୁଣି ଯେ ବେତନ ଅର୍ଜନ କରେ, ସେ କଣା ଥଳିରେ ତାହା ରଖିବା ପାଇଁ ଅର୍ଜନ କରେ। ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମେମାନେ ଆପଣା ଆପଣା ପଥ ବିବେଚନା କର। ତୁମେମାନେ ପର୍ବତକୁ ଯାଇ କାଷ୍ଠ ଆଣ ଓ ଏହି ଗୃହ ନିର୍ମାଣ କର। ତହିଁରେ ଆମ୍ଭେ ତହିଁ ପ୍ରତି ପ୍ରସନ୍ନ ହେବା ଓ ଆମ୍ଭେ ଗୌରବାନ୍ୱିତ ହେବା। ଏହା ସଦାପ୍ରଭୁ କହନ୍ତି। ତୁମେମାନେ ବହୁତ ନିମନ୍ତେ ଅପେକ୍ଷା କଲ, ଆଉ ଦେଖ ତାହା ଅଳ୍ପ ହେଲା। ପୁଣି ତାହା ଗୃହକୁ ଆଣିଲା ବେଳେ ଆମ୍ଭେ ତହିଁ ଉପରେ ଫୁଙ୍କି ଉଡ଼ାଇଦେଲୁ। ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଏହାର କାରଣ କଣ? କାରଣ ଏହି ଆମ୍ଭର ଗୃହ ଉଚ୍ଚନ ହୋଇ ପଡ଼ିଅଛି, ମାତ୍ର ତୁମେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଗୃହ ବିଷୟରେ ଦୌଡ଼ୁଅଛ। ଏଥିପାଇଁ ତୁମମାନଙ୍କ ସକାଶୁ ଆକାଶ ଶିଶିର ରହିତ ହୋଇଅଛି ଓ ପୃଥିବୀ ଆପଣା ଫଳ ରହିତ ହୋଇଅଛି। ପୁଣି ଆମ୍ଭେ ଦେଶର ଓ ପର୍ବତଗଣର ଉପରେ, ଆଉ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଉପରେ, ଆଉ ଭୂମିର ଉତ୍ପନ୍ନ ବସ୍ତୁ ଉପରେ, ମନୁଷ୍ୟ ଓ ପଶୁର ଉପରେ, ପୁଣି ହସ୍ତକୃତ ସମସ୍ତ କାର୍ଯ୍ୟ ଉପରେ ଅନାବୃଷ୍ଟିକି ଆହ୍ୱାନ କଲୁ। ସେତେବେଳେ ସଲ୍ଟିଏଲଙ୍କ ପୁତ୍ର ଜିରୁବାବିଲ୍ ଓ ଜିହୋସାଦକଙ୍କ ପୁତ୍ର ଜିହୋସିଓ ମହାଯାଜକ ଓ ଲୋକମାନଙ୍କର ଅବଶିଷ୍ଟାଂଶ ସମସ୍ତେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ରବରେ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ହାଗୟ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ଯେଉଁ ସବୁ ବାକ୍ୟ ପ୍ରେରଣ କରିଥିଲେ, ସେ ସବୁରେ ମନୋଯୋଗ କଲେ। ଆଉ ଲୋକମାନେ ସଦାପ୍ରଭୁଙ୍କ ଛାମୁରେ ଭୀତ ହେଲେ। ତହିଁରେ ସଦାପ୍ରଭୁଙ୍କର ଦୂତ ହାଗୟ ଲୋକମାନଙ୍କୁ ସଦାପ୍ରଭୁଙ୍କର ସମ୍ବାଦ ଜଣାଇ କହିଲେ, ସଦାପ୍ରଭୁ କହନ୍ତି, ଆମ୍ଭେ ତୁମମାନଙ୍କର ସଙ୍ଗେ ସଙ୍ଗେ ଅଛୁ। ପୁଣି ସଦାପ୍ରଭୁ ସଲ୍ଟିଏଲଙ୍କ ପୁତ୍ର ଯିହୁଦୀୟ ଦେଶାଧ୍ୟକ୍ଷ ଜିରୁବାବିଲଙ୍କ ଆତ୍ମାକୁ ଓ ଜିହୋସାଦଙ୍କ ପୁତ୍ର ଜିହୋସିଓ ମହାଯାଜକଙ୍କ ଆତ୍ମାକୁ, ଆଉ ଲୋକମାନଙ୍କର ଅବଶିଷ୍ଟାଂଶ ସମସ୍ତଙ୍କର ଆତ୍ମାକୁ ଉତ୍ତେଜିତ କଲେ। ତହିଁରେ ସେମାନେ ଦାରିଆବସ୍ ରାଜାର ଅଧିକାରର 2ୟ ବର୍ଷର 6ଠ ମାସର
ଚତୁର୍ବିଂଶ ଦିନରେ ଆସି ସୈନ୍ୟାଧିପତି ସଦାପ୍ରଭୁ ଆପଣମାନଙ୍କ ପରମେଶ୍ୱରଙ୍କ ଗୃହରେ କାର୍ଯ୍ୟ କଲେ। ହାଗୟ ଅଧ୍ୟାୟ 2। ସପ୍ତମ ମାସ ମାସର 21 ଦିନରେ ହାଗୟ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। ଏବେ ସଲ୍ଟିଏଲଙ୍କ ପୁତ୍ର ଜିହୁଦୀୟ ଦେଶାଧ୍ୟକ୍ଷ ଜିରୁବାବିଲଙ୍କୁ ଓ ଜିହୋସାଦଙ୍କ ପୁତ୍ର ଜିହୋଶିୟ ମହାଯାଜକଙ୍କୁ ଓ ଲୋକମାନଙ୍କର ଅବଶିଷ୍ଟାଂଶକୁ କୁହ, ଏହି ଗୃହକୁ ତାହାର ପୂର୍ବ ଐଶ୍ୱର୍ଯ୍ୟାବସ୍ଥାରେ ଯେ ଦେଖିଲା, ତୁମମାନଙ୍କ ମଧ୍ୟରେ ଏପରି ଅବଶିଷ୍ଟ କିଏ ଅଛି? ତେବେ ବର୍ତ୍ତମାନ ତୁମେମାନେ ତାହା କି ପ୍ରକାର ଦେଖୁଅଛ? ତାହା କି ତୁମମାନଙ୍କ ଦୃଷ୍ଟିରେ ଅବସ୍ତୁ ତୁଲ୍ୟ ନୁହେଁ? ତଥାପି ସଦାପ୍ରଭୁ କହନ୍ତି, ହେ ଜିରୁବାବିଲ, ତୁମ୍ଭେ ଏବେ ବଳବାନ ହୁଅ। ଆଉ ହେ ଜିହୋସାଦକର ପୁତ୍ର ଜିହୋଶିୟ ମହାଯାଜକ, ତୁମ୍ଭେ ବଳବାନ ହୁଅ। ପୁଣି ହେ ଦେଶସ୍ଥ ଲୋକ ସମସ୍ତେ, ତୁମେମାନେ ବଳବାନ ହୁଅ ଓ କାର୍ଯ୍ୟ କର, ଏହା ସଦାପ୍ରଭୁ କହନ୍ତି। କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ତୁମେମାନେ ମିସ୍ର ଦେଶରୁ ବାହାରି ଆସିବା ବେଳେ ଓ ଆମ୍ଭ ଆତ୍ମା ତୁମମାନଙ୍କ ମଧ୍ୟରେ ଅଧିଷ୍ଠାନ କରିବା ବେଳେ ଆମ୍ଭେ ତୁମମାନଙ୍କ ସହିତ ଯେଉଁ ନିୟମ ସ୍ଥିର କଲୁ, ସେହି ନିୟମର ବାକ୍ୟ ପ୍ରମାଣେ ଆମ୍ଭେ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛୁ। ତୁମେମାନେ ଭୟ କର ନାହିଁ। କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଆଉ ଥରେ ଅଳ୍ପ କାଳ ମଧ୍ୟରେ ଆମ୍ଭେ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ଶୁଷ୍କ ଭୂମିକି ହଲାଇବା। ପୁଣି ଆମ୍ଭେ ସକଳ ଗୋଷ୍ଠୀଙ୍କୁ ହଲାଇବା, ଆଉ ସମସ୍ତ ଗୋଷ୍ଠୀର ବାଞ୍ଛନୀୟ ବିଷୟ ସକଳ ଆସିବ। ପୁଣି ଆମ୍ଭେ ଏହି ଗୃହକୁ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ କରିବା। ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ରୂପା ଆମ୍ବର ଓ ସୁନା ଆମ୍ବର, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ଏହି ଗୃହର ପୂର୍ବକାଳର ଐଶ୍ୱର୍ଯ୍ୟ ଅପେକ୍ଷା ଶେଷ କାଳର ଐଶ୍ୱର୍ଯ୍ୟ ଅଧିକ ଗୁରୁତର ହେବ। ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ପୁଣି ଏହି ସ୍ଥାନରେ ଆମ୍ଭେ ଶାନ୍ତି ପ୍ରଦାନ କରିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ଦାରିଆବସ୍ର ଅଧିକାରର 2ୟ ବର୍ଷର 9ମ ମାସର 24 ଦିନରେ ହାଗୟ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଏବେ ଯାଜକମାନଙ୍କୁ ବ୍ୟବସ୍ଥା ବିଷୟ ପଚାର, କୁହ, କେହି ଆପଣା ବସ୍ତ୍ରର ଅଞ୍ଚଳରେ ପବିତ୍ର ମାଂସ ବହିଲେ, ଯେବେ ତାହାର ଅଞ୍ଚଳ ରୁଟି କିମ୍ବା ଝୋଳ କି ଦ୍ରାକ୍ଷାରସ କିମ୍ବା ତୈଳ ଅଥବା କୌଣସି ପ୍ରକାର ଖାଦ୍ୟଦ୍ରବ୍ୟକୁ ସ୍ପର୍ଶ କରେ, ତେବେ ତାହା କି ପବିତ୍ର ହେବ? ତହିଁରେ ଯାଜକମାନେ ଉତ୍ତର କରି କହିଲେ, ନା। ସେତେବେଳେ ହାଗୟ କହିଲେ, ଶବ ଦ୍ୱାରା ଅଶୁଚି ହୋଇଥିବା କୌଣସି ଲୋକ ଯେବେ ଏହି ଦ୍ରବ୍ୟମାନର ମଧ୍ୟରୁ କୌଣସି ଦ୍ରବ୍ୟ ସ୍ପର୍ଶ କରେ, ତେବେ ତାହା କି ଅଶୁଚି ହେବ? ତହିଁରେ ଯାଜକମାନେ ଉତ୍ତର କରି କହିଲେ, ତାହା ଅଶୁଚି ହେବ। ତେବେ ହାଗୟ ଉତ୍ତର କରି କହିଲେ, ସଦାପ୍ରଭୁ କହନ୍ତି, ଆମ୍ଭ ସାକ୍ଷାତରେ ଏହି ଲୋକମାନେ ଓ ଏହି ଗୋଷ୍ଠୀ ତଦ୍ରୂପ ଅଟନ୍ତି ଓ ସେମାନଙ୍କର ହସ୍ତକୃତ ଯାବତୀୟ କର୍ମ ତଦ୍ରୂପ ଅଟେ। ଆଉ ସେହି ସ୍ଥାନରେ ଯାହା ସେମାନେ ଉତ୍ସର୍ଗ କରନ୍ତି, ତାହା ଅଶୁଚି ଅଟେ। ଏବେ ଆମ୍ଭେ ତୁମ୍ଭମାନଙ୍କୁ ବିନତି କରୁ, ଆଜି ଦିନର ପୂର୍ବ ଅର୍ଥାତ୍ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରସ୍ତର ଉପରେ ପ୍ରସ୍ତର ସ୍ଥାପିତ ହେବା ପୂର୍ବଦିନ ସକଳ ବିବେଚନା କର।
ସେହି ସକଳ ସମୟରେ କେହି 20 ପରିମାଣ ବିଶିଷ୍ଟ ଶସ୍ୟ ଗଦା ନିକଟକୁ ଆସିଲେ କେବଳ ତହିଁର 10 ପରିମାଣ ହେଲା। କେହି ଦ୍ରାକ୍ଷାରସ କୁଣ୍ଡରୁ 50 ପାତ୍ର ନେବାକୁ ଆସିଲେ କେବଳ ତହିଁର 20 ପାତ୍ର ହେଲା। ଆମ୍ଭେ ଶସ୍ୟର ଶୋଷ ଓ ମ୍ଳାନି ଓ ଶିଳାବୃଷ୍ଟି ଦ୍ୱାରା ତୁମ୍ଭମାନଙ୍କ ହସ୍ତର ଯାବତୀୟ କାର୍ଯ୍ୟରେ ତୁମ୍ଭମାନଙ୍କୁ ଆଘାତ କଲୁ, ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରିଲ ନାହିଁ। ଏହା ସଦାପ୍ରଭୁ କହନ୍ତି। ଆମ୍ଭେ ତୁମ୍ଭମାନଙ୍କୁ ବିନତି କରୁ, ଆଜି ଦିନ ଓ ତହିଁର ପୂର୍ବ ଦିନଠାରୁ ବିବେଚନା କର। ନବମ ମାସର 24 ଦିନରେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ ଦିନଠାରୁ ବିବେଚନା କର। ଗୋଲାରେ କି ଏପର୍ଯ୍ୟନ୍ତ ଶସ୍ୟ ଅଛି, ଏ ଯାଏ ଦ୍ରାକ୍ଷାଲତା ଓ ଡିମ୍ବୁରି ବୃକ୍ଷର, ଡାଳିମ୍ବ ଓ ଜିତବୃକ୍ଷର ଫଳ ଫଳି ନାହିଁ। ଆଜି ଦିନଠାରୁ ଆମ୍ଭେ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା। ଅନନ୍ତର ମାସର 24 ଦିନ ସଦାପ୍ରଭୁଙ୍କର ବାକ୍ୟ ଦ୍ୱିତୀୟ ଥର ହାଗୟଙ୍କ ନିକଟରେ ଉପସ୍ଥିତ ହେଲା, ଯଥା ଜିହୁଦାର ଦେଶାଧ୍ୟକ୍ଷ ଜିରୁବାବିଲକୁ ଏହି କଥା କୁହ, ଆମ୍ଭେ ଆକାଶମଣ୍ଡଳ ଓ ପୃଥିବୀକି ହଲାଇବା। ଆମ୍ଭେ ରାଜ୍ୟସମୂହର ସିଂହାସନ ଉଲଟାଇ ପକାଇବା ଓ ଗୋଷ୍ଠୀଗଣର ସକଳ ରାଜ୍ୟର ପରାକ୍ରମ ବିନଷ୍ଟ କରିବା। ଆଉ ଆମ୍ଭେ ରଥ ଓ ରଥାରୋହୀମାନଙ୍କୁ ଉଲଟାଇ ପକାଇବା। ପୁଣି ଅଶ୍ୱ ଓ ଅଶ୍ୱାରୋହୀମାନେ ଆପଣା ଭ୍ରାତାର ଖଡ୍ଗ ଦ୍ୱାରା ପତିତ ହେବେ। ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ହେ ସଲ୍ଟିଏଲର ପୁତ୍ର, ଆମ୍ଭର ଦାସ ଜିରୁବାବିଲ, ସେଦିନ ଆମ୍ଭେ ତୁମ୍ଭକୁ ଗ୍ରହଣ କରିବା ଓ ତୁମ୍ଭକୁ ମୁଦ୍ରାର୍ଥକ ଅଙ୍ଗୁରୀୟ ସ୍ୱରୂପ କରିବା। ଏହା ସଦାପ୍ରଭୁ କହନ୍ତି, କାରଣ ଆମ୍ଭେ ତୁମ୍ଭକୁ ମନୋନୀତ କରିଅଛୁ। ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ଗୁଡ୍ ମର୍ଣ୍ଣିଂ ଆଣ୍ଡ ପ୍ରେଜ୍ ଦ ଲର୍ଡ। ଆଜି ବାଇବଲ ପଠନ ଦିନ ସଂଖ୍ୟା 168, ଶନିବାର। ଆଜି ଆମ୍ଭେମାନେ ଏଜ୍ରା 5 ପର୍ବ ଠାରୁ 6 ପର୍ବ ପର୍ଯ୍ୟନ୍ତ ପାଠ କରିଅଛୁ। ପୁଣି ତାହା ସହିତ ହାଗାୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 1 ଆଉ 2 ପର୍ବ ପର୍ଯ୍ୟନ୍ତ, ଅର୍ଥାତ୍ ସମ୍ପୂର୍ଣ୍ଣ ହାଗାୟ ପୁସ୍ତକକୁ ପାଠ କରିଅଛୁ। ମନ୍ଦିର ପୁନର୍ନିର୍ମାଣ କାର୍ଯ୍ୟ ବନ୍ଦ ହେବାର 16 ବର୍ଷ ଉତ୍ତାରେ ହାଗାୟ ଓ ଜିଖରୀୟ ଭବିଷ୍ୟତ ବକ୍ତା ଲୋକମାନଙ୍କୁ ଉତ୍ସାହିତ କରିବାକୁ ଲାଗିଲେ। କୋରସ ଦେଇଥିବା ଆଦେଶନାମା ମିଳିଲା ଉତ୍ତାରେ ମନ୍ଦିରର ପୁନର୍ନିର୍ମାଣ କାର୍ଯ୍ୟ ପୁନର୍ବାର ଆରମ୍ଭ ହୋଇ ଆଗକୁ ବଢ଼ିବାକୁ ଲାଗିଲା। ହାଗାୟ 1 ପର୍ବ ଆଉ 2 ପର୍ବର ସାରାଂଶ ଏହି ପ୍ରକାର। ମନ୍ଦିରର ପୁନର୍ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଉତ୍ସାହିତ କରିବା ପାଇଁ ଓ ଆମ୍ଭେ ତୁମ୍ଭମାନଙ୍କର ସଙ୍ଗେ ସଙ୍ଗେ ଅଛୁ ସଦାପ୍ରଭୁଙ୍କର ଏହି ପ୍ରତିଜ୍ଞାକୁ ଜଣାଇବା ପାଇଁ ଦାରିଆବସ୍ ରାଜାଙ୍କ ରାଜତ୍ୱର 2ୟ ବର୍ଷରେ ହାଗାୟ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଦେଶାଧ୍ୟକ୍ଷ ଜିରୁବାବିଲ ଓ ଯେଶୁଅ ମହାଯାଜକଙ୍କ ନିକଟରେ ଉପସ୍ଥିତ ହେଲା। ଏହା ସିନୟ ପର୍ବତରେ ସମାଗମ ତମ୍ବୁ ନିର୍ମାଣ କରିବା ସମୟରେ ଇସ୍ରାଏଲମାନଙ୍କୁ ଦିଆଯାଇଥିବା ଈଶ୍ୱରଙ୍କ ନାମ ସହିତ ସମାନ ଅଟେ। ତାହାଙ୍କ ଲୋକମାନଙ୍କ ମଧ୍ୟକୁ ଆସି ସେମାନଙ୍କ ମଧ୍ୟରେ ବାସ କରି ସେମାନଙ୍କ ଉପରେ କର୍ତ୍ତୃତ୍ୱ କରି ସେମାନଙ୍କୁ କଢ଼ାଇ ନେବା ପାଇଁ ଏହା ଜିହୋବା ପରମେଶ୍ୱରଙ୍କ ରାଜତ୍ୱର ପୁନଃସଂସ୍ଥାପନ ଅଟେ। ଜିସାୟ, ଜିରିମିୟ, ଦାନିଏଲ ଓ ଜିହିଜିକଲଙ୍କ ଭବିଷ୍ୟତ ବାକ୍ୟ କେବଳ ସେତେବେଳେ ସଫଳ ହେବ ଯେତେବେଳେ ଈଶ୍ୱରଙ୍କ ରାଜ୍ୟର ପୁନଃସଂସ୍ଥାପନ ଦୃଶ୍ୟ ସଫଳତା ଭାବରେ ମନ୍ଦିରର ପୁନର୍ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଜିରୁବାବେଲ, ଯେଶୁଅ ଓ ଯେଉଁ ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ବାକ୍ୟକୁ ଶ୍ରବଣ କଲେ ସେମାନେ ଖ୍ରୀଷ୍ଟପୂର୍ବ 520ରେ ମନ୍ଦିରର ପୁନର୍ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ କଠିନ ପରିଶ୍ରମ କରି ଖ୍ରୀଷ୍ଟପୂର୍ବ 516ରେ ଏହାକୁ ସମ୍ପୂର୍ଣ୍ଣ କଲେ। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ଖ୍ରୀଷ୍ଟଙ୍କ ଠାରେ ଏକତ୍ର, ଏହା କି ଆଶୀର୍ବାଦର ବିଷୟ ଅଟେ। ଆଜିର ପଠନରେ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।